ଶ୍ରୋତା ବନ୍ଧୁ, ମୁଁ ଭାବେ ସମ୍ପର୍କର ଛାଇ ଦେଇଥିଲେ ପାଇ। ବିନ୍ଦୁ ବିନ୍ଦୁ ହୋଇ ସିନ୍ଧୁର ଯେମିତି ସୃଷ୍ଟି, ସେମିତି ନିଗିଡ଼ା ସ୍ନେହ ଶ୍ରଦ୍ଧା ମିଠା କଥା ହିଁ ଗୋଟେ ସମ୍ପର୍କକୁ ବିଶ୍ୱସ୍ତ, ଅନୁଗତ ଏବଂ ସମର୍ପିତ କରିଥାଏ। ସମାଜରେ ଅନେକ ସମ୍ପର୍କକୁ ଆମେ ଛିନ୍ନ ହେବା ଦେଖେ। ଅନେକ ମିଠାପଣ ବିଷାକ୍ତ ହୋଇ କ୍ଷୟ ପାଇ ହିଂସ୍ର ଜିଘାଂସୁ ହେବା ଆମେ ଦେଖେ। ଏମିତିକି ଜନ୍ମଦାତା ପିତା ନିଜ ଏକମାତ୍ର ସନ୍ତାନକୁ ତ୍ୟାଯ୍ୟ କରିବା ଆମେ ଦେଖେ। ପ୍ରେମ କରି ବିବାହ କରିଥିବା ପ୍ରେମୀ ଯୁଗଳଙ୍କ ବିବାହ ବିଚ୍ଛେଦ, ପୈତୃକ ସମ୍ପତ୍ତି ପାଇଁ ଭାଇ ଭାଇ, ଭାଇ ଭଉଣୀ, ବାପ ପୁଅ, ମା ଝିଅ ଭିତରେ ସାଂଘାତିକ ଦୋଷାରୋପ ଲଗାଇ କନ୍ଦଳ, ବିଭ୍ରାଟ, ଘୃଣା ତଥା ପରସ୍ପରର ମୁହଁକୁ ଆଜୀବନ ନ ଚାହିଁବାର ଶପଥ ପାଠ ମଧ୍ୟ ଆମେ ଦେଖେ। ପୁଣି କୂଟ ଚକ୍ରାନ୍ତ କରି ଧନ ହଡପ କରିବା, ପୁଣି ହତ୍ୟା କରିବାର ଅମାନବୀୟ ଘଟଣାକୁ ମଧ୍ୟ ଆମେ ଦେଖେ। ମାତ୍ର କେବଳ ଗୋଟିଏ ସତ୍ୟକୁ ଆମେମାନେ କାହିଁକି ବୁଝୁନା ଯେ ଆମେ ସମସ୍ତେ ଦିନେ ନା ଦିନେ ଏଇ ଶରୀରରୁ ମୁକ୍ତ ହୋଇ ଚିରଦିନ ପାଇଁ ଏ ସଂସାରରୁ ବିଦାୟ ନେବା। ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କର କଥା ମନେ ପଡ଼େ। ସେ କହିଥାନ୍ତି, ଟାଇମ୍ସ ସୁଇପ୍ସ away kings and barons. Where is Yudhishthira? Where is Ashoka? କବିବର ରାଧାନାଥ ରାୟଙ୍କ କଥା ବି ମନେ ପଡ଼େ। କାଳ ସର୍ବଗ୍ରାସୀ ବଡ଼ ଅବିଶ୍ୱାସୀ, ହାବୁଡ଼ି ଯିବ ସେ ଆଚମ୍ବିତେ ଆସି। ପୁଣି କହନ୍ତି, ବଡ଼ କ୍ରୂର କାଳ, ବଡ଼ ଅବିଶ୍ୱାସୀ, ହାବୁଡ଼ି ଯିବ ସେ ଆଚମ୍ବିତେ ଆସି। କହିବାର ତାତ୍ପର୍ଯ୍ୟ ହେଲା ଯେ ଆମେ କେହି ମଧ୍ୟ ଏଠି ଚିରସ୍ଥାୟୀ ନୁହେଁ। କ୍ଷୟମାଣ ଜୀବନ, ଗତାୟୁ ସମୟ ଏବଂ ଆମେ ସମସ୍ତେ ଅଳିକ। ରଥୀ ମହାରଥୀ ଧର୍ମରାଜ ଯୁଧିଷ୍ଠିର ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହେଇଥିବା ମହାସମ୍ରାଟ ଅଶୋକ ଆଜି ନାହାନ୍ତି, ଏକଦା ଥିଲେ। ଆମେ ସମସ୍ତେ ନିଜ ଶିକ୍ଷା କ୍ଷେତ୍ରରୁ, ଭଡ଼ା ଘରୁ, ଚାକିରିର ଜୀବନରୁ ଅବସର ଆଉ ବିଦାୟକାଳୀନ ଫେରୱେଲ୍ ନେଇଥାଉ। ତଥାପି ଜୀବନ ଥିବା ଯାଏ ମାୟା, ମୋହ, ଲୋଭ, ଆପଣା ପରର ଭାବନା, ଧନ ସଞ୍ଚୟ, କୃପଣ ପଣ ବା କାର୍ପଣ୍ୟ, ଘର ତୋଳିବା, ଯଶ ଅର୍ଜନ କରିବା, ଅନ୍ୟ ନାଁରେ ଗପିବା, କୁତ୍ସା କରିବାର ମାନସିକତା, ଏ ସମସ୍ତ ମହାମାୟାରୁ ଆମେ କେହି ହେଲେ ମୁକ୍ତ ନୁହେଁ। ମାତ୍ର ଗୋଟିଏ ରୋଗକୁ ବଇଦ ନାହିଁ ଭଳି ସତ୍ୟକୁ ମଧ୍ୟ ଏଡ଼େଇ ଦିଆଯାଇ ନପାରେ। ସବୁ ଥାଇ, ଧନ ସମ୍ପତ୍ତି ଥାଇ ମଧ୍ୟ ବେଳେବେଳେ କିଛି କାମ କରେନି। ସେତିକି ବେଳେ ସହାନୁଭୂତି, ସହୃଦୟତା, ସମ୍ବେଦନା ଯଦି ଆମକୁ ସାମାନ୍ୟ ମିଳେ, ଆମ ବଞ୍ଚିବା କିଛି ଦିନ ପାଇଁ ସହଜ ହେଇଯାଏ। ତେଣୁ ଶ୍ରୋତା ବନ୍ଧୁ, ଯେତିକି ଦିନ ଏ ଜଗତରେ ଆମେ ବଞ୍ଚିବା ପାଇଁ ଆସିଛେ, ଆମେ ଅନ୍ୟ ପାଇଁ ଆନନ୍ଦ ଓ ଶାନ୍ତିର ବାହକ ହେବା। ଦୁଃଖମୟ ଜଗତରେ ଅଧିକ ଦୁଃଖର କାରକ ନ ହୋଇ ଏଠାରୁ ବିଦାୟ ନେବା ବେଳେ ଏଇ ଅଭିମାନରେ ବିଦାୟ ନେବା ଯେ ଆମେ ଆମ ଜାଣତରେ କାହାକୁ ଦୁଃଖ ଦେଇନେ କି କାହାର ଖରାପ ପାଞ୍ଚିନେ, ନିଜ ଅହମିକାର ପ୍ରତିଷ୍ଠା ପାଇଁ ଅନ୍ୟକୁ ଦଳି ଚକଟି ନିଜ ଦର୍ପକୁ ସାବ୍ୟସ୍ତ କରିନି। ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କର ଆଉ ଏକ ପ୍ରାର୍ଥନା ମୋର ମନେ ପଡ଼େ। ସେ କହନ୍ତି, ଓ ଲର୍ଡ, ଆଇ am thine, all is thine, thy will be done, thou art everything, I do nothing, I possess nothing,
I am only an instrument in thy hands. I am only an instrument of thy peace. ଶ୍ରୋତା ବନ୍ଧୁ, ଆମେ ସର୍ବବ୍ୟାପୀ ସର୍ବଜୀବ ଅନ୍ତରବାସୀ ଅଦୃଷ୍ଟ ସତ୍ତାର ଇଚ୍ଛାର ବାହକ ମାତ୍ର। ଆମେ ତାଙ୍କ ହାତର ଯନ୍ତ୍ର ଓ ଖେଳଣା। ସେଥିପାଇଁ ତ ଅର୍ଜୁନକୁ ଭଗବାନ କୃଷ୍ଣ କହିଥିଲେ ନିମିତ୍ତ ମାତ୍ର ଭବ ସବ୍ୟ ସାଚୀ। ଆମେ ଯେତିକି ଦିନ ବଞ୍ଚିବା ହସି ହସେଇ ବଞ୍ଚିବା ହିଁ ଜୀବନର ସାର୍ଥକତା। ଥରେ ହସି ହସି କଥା କହିବା ଆରମ୍ଭ କରନ୍ତୁ, ଦେଖିବେ ଆପଣମାନଙ୍କ ପ୍ରତିଟି ସମ୍ପର୍କ କେମିତି ଆପଣଙ୍କ ବଶ୍ୟତା ସ୍ୱୀକାର କରୁଛି। ମାତ୍ର ଅତୀତର ବ୍ୟବହାର କିଛିଟା ଅସଜଡ଼ା ସମ୍ପର୍କ ହୁଏତ ପ୍ରତିଷ୍ଠା କରିସାରିଥିବ, ଆକସ୍ମିକ ଭାବରେ ସଜାଡ଼ି ହୋଇ ନପାରେ। ସେସବୁ ମାତ୍ର ବିନ୍ଦୁ ବିନ୍ଦୁ ହୋଇ ଦିନେ ସବୁକିଛି ଆପଣଙ୍କ ହାତ ମୁଠାରେ ଥିବ। ଆଜି ଏମିତି ଏକ ଅନୁଭବକୁ ନେଇ ଏକ ଛୋଟ କାହାଣୀଟେ ଆପଣମାନଙ୍କ ସମ୍ମୁଖରେ ମୁଁ ଉପସ୍ଥାପନ କରୁଛି। ଏହା କାହାଣୀ ଅପେକ୍ଷା ବେଶୀ ବାସ୍ତବ। କାହାଣୀର ଶୀର୍ଷକ ସମ୍ପର୍କର ଛାଇ। ଅତୀତରେ ମୋ କାର୍ଯ୍ୟସ୍ଥାନ ଥିଲା ଖୋର୍ଦ୍ଧା। ମୁଁ ବାଣୀବିହାର ପାଖରେ ରହେ। ଖୋର୍ଦ୍ଧାରୁ ବାଣୀବିହାର ପର୍ଯ୍ୟନ୍ତ ପ୍ରତିଦିନ ଫେରିଲା ବେଳେ ମୁଁ ବାଣୀବିହାର ଛକରେ ଜଣେ ପ୍ରୌଢ଼ ମହିଳାଙ୍କୁ କିଛି ସିଝା ବୁଟ ବାଦାମ ବିକିବାର ଗୋଟେ ତାଙ୍କ ଠେଲା ଗାଡ଼ିଟେ ଦେଖେ। ମୁଁ ପ୍ରାୟ ତାଙ୍କର ଏଇ ବାଦାମ କିଣେ। এই କିଣିବା ଭିତରେ ତାଙ୍କର ସରଳିଆ ନିରୀହ ମୁହଁ ପ୍ରତି ମୋର ଏକ ପ୍ରକାର ଆନ୍ତରିକତା ବଢ଼ି ଯାଇଥିଲା। ପତଳା ସୂତାର ଶାଢ଼ୀଟିଏ ପିନ୍ଧିଥିବେ, ଅଣ୍ଟା ପାଖରୁ ବାମ ପଟ ନେଇ ଟାଣି ଆଣି ମୁଣ୍ଡ ଉପରେ ପଣତ ଢାଙ୍କିଥିବେ। ମଧ୍ୟମ ସ୍ୱାସ୍ଥ୍ୟ ତାଙ୍କର ଥିଲା। ମଥାରେ ବଡ଼ ନାଲି ବିନ୍ଦିଟିଏ, ସିନ୍ଥିରେ ସିନ୍ଥିଏ ସିନ୍ଦୁର। ଥରେ ତାଙ୍କୁ ପଚାରିଲି ସେ କୋଉଠୁ ଆସନ୍ତି, ତାଙ୍କ ଘର କେଉଁଠି, ତାଙ୍କ ସ୍ୱାମୀ କ'ଣ କରନ୍ତି, ତାଙ୍କ ପିଲାପିଲି କେତେଜଣ। ନୀରବରେ ଭାରି ଭଦ୍ରତାର ସହିତ ଭାରି ଧୀର ଭାବରେ ସେ ଉତ୍ତର ଦେଇଥିଲେ ତାଙ୍କ ଘର ନିଆଳିର ଏକ ଗାଁରେ। ସବୁଦିନ ସେଇଆଡ଼ୁ ଏଇସବୁ ଚିଜ ଧରି ଆସନ୍ତି ଏବଂ ବହୁ ବର୍ଷ ଧରି ତାଙ୍କର ଏଇ ବିକା କିଣା। ଏ କଥା ଆଗରୁ ତାଙ୍କ ସ୍ୱାମୀ କରୁଥିଲେ। ସ୍ୱାମୀଙ୍କର ଏଇ ବେପାରଟିକୁ ସେ ଦାୟିତ୍ୱ ନେବା ଆରମ୍ଭ କଲେ ସେବେଠାରୁ, ଯେବେ ହଠାତ୍ ପାରାଲିସିସରେ ତାଙ୍କର ସ୍ୱାମୀ ଆକ୍ରାନ୍ତ ହୋଇ ଘରେ ପଡ଼ି ରହିଲେ। ତାଙ୍କର ଏକମାତ୍ର ପୁଅଟିଏ ପାଠ ପଢ଼ୁଥିଲା, କିନ୍ତୁ କୁସଙ୍ଗରେ ପଡ଼ି ପାଠପଢ଼ା ଛାଡ଼ିଦେଲା। କୁସଙ୍ଗରେ ପଡ଼ି ନିଶା କରିବାରେ ଲାଗିଲା, ଘରୁ ଟଙ୍କା ପଇସା ଚୋରି କରିବାରେ ଲାଗିଲା। ଏମିତିକି ଘରେ ପଡ଼ି ରହିଥିବା ବାପକୁ ମଧ୍ୟ ଅଶାଳୀନ ବ୍ୟବହାର କଲା। ତା ଦୁର୍ବ୍ୟବହାରରେ ଅତିଷ୍ଠ ହୋଇ ଦିନେ ମା ହିସାବରେ ସେ ତାକୁ କୁଆଡ଼େ କହିଥିଲେ, ଏତେ ପାଟି କରିବା ଦରକାର ନାହିଁ, ତୁ ଘରୁ ବାହାରି ଯା। ପୁଅଟି ନିଶା ପ୍ରଭାବରେ ଥିଲା, ହି ହି ହେଇ ହସିଥିଲା ଏବଂ ସେମାନଙ୍କୁ ଘରୁ ବାହାରି ଯିବାକୁ କହିଲା ଏବଂ ତାଙ୍କର ଜିନିଷପତ୍ର ବାହାରକୁ ଫିଙ୍ଗିବାକୁ ଲାଗିଲା। ଦୁଃଖ, ଅପମାନ ଏବଂ ତାର ବ୍ୟବହାରରେ ଅତିଷ୍ଠ ହୋଇ ବୁଢ଼ାକୁ ଏକ କାଠ ଟ୍ରଲିରେ ଟେକି ସ୍ତ୍ରୀ ଲୋକଟି ଆସି ଗାଁ ଶେଷ ମୁଣ୍ଡ ମନ୍ଦିର ପାଖରେ ଗୋଟେ ଚାଳିଆ କରିଲା। କିଛି ଦିନ ଚାଳିଆ ତିଆରି କରିବାରେ ସମୟ ଅବଶ୍ୟ ତାର ଯାଇଥିଲା ଏବଂ ଧୀରେ ଧୀରେ ପୁଣି ବଞ୍ଚିବାର ଚେଷ୍ଟା ଭିତରେ ଚା ବିକ୍ରି କଲା, ଚେନାଚୁର ବିସ୍କୁଟ ଆଉ ପାନ ବିକ୍ରି କରି ଯାହିତାଇ ଚଳିବାରେ ଲାଗିଲା। ମନ୍ଦିରକୁ ଆସୁଥିବା ଲୋକମାନେ ବି ତାକୁ କିଛି କିଛି ସାହାଯ୍ୟ କରିବାକୁ ଇଚ୍ଛା କଲେ, ସାହାଯ୍ୟ କଲେ ମଧ୍ୟ।
ତାର ଚିହ୍ନା ପରିଚିତ ଲୋକମାନେ ପୁଅ ପ୍ରତି ଖରାପ ଭାବନା ରଖିଲେ ଏବଂ ପୁଅକୁ ଭଲ ଭାବରେ ସଂସ୍କାର ଦେଇନଥିବା କଥା କହିଲେ। ଆଜିର ଯୁଗ ବଦଳିଛି ବୋଲି କହିଲେ। ପୁଅ ମଧ୍ୟ ତାଙ୍କୁ ଦେଖି ନ ଦେଖିଲା ପରି ସେଇ ବାଟ ଦେଇ ବାଟ କାଟି ଚାଲିଯାଏ। ପ୍ରକୃତରେ ସଂସାରର ସମ୍ପର୍କ ସବୁ ବଦଳିଛି ସମ୍ପର୍କର ମୂଲ୍ୟବୋଧ ମଧ୍ୟ। ସେଠି ମଧ୍ୟ ତାଙ୍କୁ ତାଙ୍କ ପୁଅ ରଖେଇ ଦେଲାନି। ତେରିମେରି କରି ବାପା ପାଖରେ ସଞ୍ଚିଥିବା କିଛି ଅର୍ଥ ମାଠୁ ସବୁଦିନର ଯୋଉ ଅର୍ଜିତ ଟଙ୍କା ପଇସା ସବୁ ନେଇଗଲା। ସେଦିନ ଏସବୁ କଥା କହିଲା ବେଳେ ସ୍ତ୍ରୀ ଲୋକ ଜଣକ କୋହ ଉଠାଇ କାନ୍ଦୁଥିଲେ। କିନ୍ତୁ ମୋର ବସ୍ ଆସିଯାଇଥିବା ଯୋଗୁଁ ସେଥର ସେତିକି କଥା ଶୁଣି ମୁଁ ତାଙ୍କ ପାଖରୁ ଚାଲି ଆସିଥିଲି। ତାପରେ ବାଣୀବିହାର ଛକରେ ମୁଁ ତାଙ୍କୁ ବହୁତ ଥର ଖୋଜିଥିଲି। ପରେ ଆଉ ସେଠାରେ ସେ ନଥିଲେ। ଭାବିଲି ହୁଏତ ଆଉ କୋଉଠିକୁ ଯାଇ ନିଶ୍ଚୟ ନିଜର କାମ କରୁଥିବେ। ତାରି ଭିତରେ ଅନେକ ବର୍ଷ ବିତିଗଲା। ପାଖାପାଖି 5 ବର୍ଷ ପରେ ହଠାତ୍ ଦିନେ ତାଙ୍କୁ ପୁଣି ବାଣୀବିହାର ଛକରେ ବସିଥିବା ମୁଁ ଦେଖିଲି। ଏବେ ତାଙ୍କ ପାଖରେ ତାଙ୍କର ଯୋଉ ଟ୍ରଲି ଯୋଉଥିରେ ସେ ବାଦାମ ବୁଟ ବିକ୍ରି କରୁଥିଲେ ସେଟା ଟିକେ ବଡ ଆକାରର ଥିଲା। ମୁଁ ବସ୍ରୁ ଓହ୍ଲେଇ ତାଙ୍କ ପାଖକୁ ସିଧା ଚାଲିଗଲି ଏବଂ ତାଙ୍କ ପାଖରେ ବସି ପଡ଼ିଲି। ସେ ମୋ ମୁହଁ ଆଡ଼କୁ କିଛି ସମୟ ଚାହିଁଲେ ଏବଂ ପରେ ଚିହ୍ନି ପାରି ସାମାନ୍ୟ ହସିଦେଲେ। କିନ୍ତୁ ସେଦିନର ତାଙ୍କ ହସ ଖୁବ୍ ବିକଳ, ଦୁଃଖ ଯନ୍ତ୍ରଣା କାତର ଆବେଗରେ ପରିପୂର୍ଣ୍ଣ ଥାଏ। ଅନେକ ଲୋକ ତାଙ୍କ ପାଖରେ ଛିଡ଼ା ହୋଇଥାନ୍ତି ବାଦାମ ବୁଟ ନେବା ପାଇଁ। ସେମାନେ ଯିବା ପର୍ଯ୍ୟନ୍ତ ମୁଁ ଅପେକ୍ଷା କଲି। କାରଣ ମୁଁ ଚାହୁଁଥାଏ ତାଙ୍କ ସହିତ ସାମାନ୍ୟ କିଛି କଥା ହେବା ପାଇଁ। ତାପରେ ସେ ସମସ୍ତେ ଚାଲିଗଲେ। ସିଝା ବାଦାମର ଏକ ପୁଟୁଳି ୟା ଭିତରେ ସେ ମୋ ହାତକୁ ବଢ଼େଇ ସାରିଥାନ୍ତି। ମୁଁ ବି ଭାରି ନୀରବ ଭାବରେ ସେ ପୁଟୁଳିଟିକୁ ମୋ ହାତରେ ରଖିଥାଏ। ସମସ୍ତେ ଧୀରେ ଧୀରେ ଚାଲିଗଲା ପରେ ମୁଁ ପଚାରିଲି, ମତେ ଆପଣ ଜାଣିପାରିଲେ? ବହୁତ ଦିନ ପୂର୍ବେ ମୁଁ ଆସିଥିଲି। କେମିତି ଅଛନ୍ତି? ଏତେ ବର୍ଷ ହେଲା କେଉଁଠି ଥିଲେ ଆପଣ? ସେ ହସିଦେଲେ। କଣ କହିବେ ହେଉଥିଲେ ହଠାତ୍ ଏକ 12-13 ବର୍ଷର ପିଲାଟି ଆସି କହିଲା, ମା ଚାଲ, ବସ୍ ଆସିଗଲାଣି। କିଛି ସମୟ ପରେ ବସ୍ ଛାଡ଼ିଦବ। ଏ ବସ୍ ପଳେଇଲେ ଆମେ ଆଉ ବସ୍ ପାଇବାନି। ସନ୍ଧ୍ୟା ହୋଇଯିବ, ଆମେ ଯିବା। ବାପା ଅପେକ୍ଷା କରିଥିବେ। ପୁଅଟି ଠେଲା ଗାଡ଼ି ଧରି ଆଗକୁ ଚାଲିବାରେ ଲାଗିଲା। ହୁଏତ କଣ୍ଡକ୍ଟର ତାକୁ ସାହାଯ୍ୟ କଲା ଠେଲା ଗାଡ଼ିଟିକୁ ବସ୍ ଉପରକୁ ନବା ପାଇଁ। ସ୍ତ୍ରୀ ଲୋକଟି ତା ମୁଣ୍ଡରୁ ଖସି ଯାଉଥିବା ପଣତକୁ ଆଗକୁ ସାମାନ୍ୟ ଟାଣି ନେଇ କହିଲେ, ତମକୁ ବି ମୁଁ ଖୁବ୍ ମନେ ପକଉଥିଲି। ଆଉ ଗୋଟେ ଜାଗାକୁ ଯାଇ ମୁଁ ଏସବୁ ବିକ୍ରି କରୁଥିଲି, ଆସିପାରିନଥିଲି। ୟାଙ୍କ ଦେହ ଟିକେ ଖରାପ ହେଇଯାଇଥିଲା ତ। ଅଧିକା ଖରାପ ହେବାରୁ ପାଖାପାଖି ସେଇଠି ମୁଁ ମୋ ବେପାର କରୁଥିଲି। ଏବେ ଟିକେ ପୁଣି ଭଲ ହେଲେଣି। ବେପାର ବି ଟିକେ ଆଗେଇଲାଣି। ଏ କଥା କହି ସେ ବସ୍ ଆଡ଼କୁ ଚାଲିବା ଆରମ୍ଭ କଲେ। ମୁଁ ବି ତାଙ୍କ ପଛେ ପଛେ ଚାଲିଲି ଏବଂ ପଚାରିଲି, ସେଇ ପିଲାଟି କଣ ଆପଣଙ୍କର ସେଇ ପୁଅ ଯାହା ବିଷୟରେ ଆପଣ ଭାରି ଦୁଃଖୀ ହୋଇ ଥରେ କହିଥିଲେ? ସେ ଏଥର ହସିଦେଲେ। ନା, ସେ ମୋର କେହି ନୁହଁ, କିନ୍ତୁ ସେ ମୋର ଧରମ ପୁଅ। ମୋ ପୁଅ ଆଉ କଣ ମୋର ହିଁ ଅଛି? ଏଇ ପୁଅଟି ମୋର ସବୁ କିଛି। ଆମ ଦିହିଙ୍କ କଥା ବୁଝୁଛି। ଆଗେ ଆପେ କୋଉଠୁ ଆସି ମତେ ଜୁଟିଲା କେଜାଣି, ମୋର ଭଲ ମନ୍ଦ ବୁଝିଲା। ଇଏ ବି ତ ମୋ ପୁଅ ବୟସର। ହେଲା ଏବେ ନିଜ ରକ୍ତର ନ ହେଇଥାଉ, କିନ୍ତୁ ନିଜ ରକ୍ତ ଠାରୁ ମଧ୍ୟ ଅଧିକ। ୟା ଭିତରେ ସାନ ପିଲାଟି ତଳେ ଥିବା ସ୍ତ୍ରୀ ଲୋକକୁ ନିଜ ହାତକୁ ବଢ଼େଇ ଉପରକୁ ଉଠି ଯିବା ପାଇଁ ସାହାଯ୍ୟ କରିବାକୁ ଚେଷ୍ଟା କରୁଥିଲା। ସ୍ତ୍ରୀ ଲୋକ ଜଣକ ଉପରକୁ
ଉଠିଗଲେ। ୟା ଭିତରେ ବସ୍ ଛାଡ଼ି ଦେଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ବସ୍ଟି ଯାଉଥିବା ଦିଗକୁ ମୁଁ ଚାହିଁ ରହିଥିଲି ଆଉ ଭାବୁଥିଲି, ସତରେ କି ଅଦ୍ଭୁତ! ପ୍ରତିଟି ସମ୍ପର୍କ ଗୋଟେ ଗୋଟେ ବଡ଼ ଗଛର ଛାଇ ପରି। ଛାଇ ଥିଲେ ହିଁ ସେଇଠି ଦଣ୍ଡେ ଆଉଜି ବସିଯିବାକୁ ମଣିଷ ଇଚ୍ଛା କରିବ। ଯେଉଁ ସମ୍ପର୍କ ଛାଇ ବଦଳରେ ଝାଞ୍ଜି ଦିଏ, ସେଇଠୁ ପ୍ରତି ମଣିଷ ବାହାରି ଯିବାକୁ ବାହାନା ଖୋଜେ। ଜୀବନରେ ସମ୍ପର୍କକୁ ନେଇ ବହୁତ ଉପଲବ୍ଧି ମଣିଷର ଥାଏ। ତେଣୁ ଜୀବନରେ ସମ୍ପର୍କର ଉପସ୍ଥିତି ବେଳେବେଳେ ଥାଇ ମଧ୍ୟ ନଥିବା ପରି ହୋଇଯାଏ। ସମ୍ପର୍କଟେ ଯଦି ତା ନିବିଡ଼ ହୃଦୟବତ୍ତାରେ ବାନ୍ଧିବାର ସାମର୍ଥ୍ୟ ହରାଇ ସାରିଥାଏ, ତେବେ ସମ୍ପର୍କଟେ ଥିବା ନଥିବା ସମାନ। ଶ୍ରୋତାବନ୍ଧୁ, ଏ ଗପଟି ଯେତିକି ଗପ ପରି ମନେ ହେଉଛି, ସେତିକି ଆଜିର ସମୟ ପାଇଁ ବେଶ ବାସ୍ତବ। ସମସ୍ତଙ୍କୁ ଅନୁରୋଧ ରହିଲା, ପ୍ରତି ସମ୍ପର୍କର ଛାଇକୁ ବିସ୍ତୃତ କରିଦିଅନ୍ତୁ ଆଉ ଶୀତଳତା ଦିଅନ୍ତୁ। କାହାଣୀଟି କେମିତି ଲାଗିଲା ନିଜ ମତ ଦେବା ପାଇଁ ଅନୁରୋଧ। ଧନ୍ୟବାଦ।